108 ଆମ୍ବୁଲାନ୍ସ ସେବା ବିଳମ୍ବ ହେବାରୁ ଟଲିରେ ବୁହାଇଲେ ରୋଗୀ। ପୁଣି ସାମ୍ନାକୁ ଆସିଲା ରୋଗୀ ସେବା ଯୋଗାଇବାରେ ବିଫଳ 108 ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ପରିବର୍ତ୍ତେ ଟଲିରେ ମେଡିକାଲକୁ ବୁହାଗଲେ ରୋଗୀ। ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ 2 ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବ ବୋଲି ଜାଣିବା ପରେ ପରିବାର ଲୋକେ ଏକ ଟଲି ସାହାଯ୍ୟରେ ମହିଳା ରୋଗୀ ଜଣକୁ ମେଡିକାଲ ନେଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହା ଏସିଆ ମହାଦେଶର ବୃହତ୍ତମ କ୍ରୋମ ନଗରୀ କୁହାଯାଉଥିବା ତଥା ଖଣି କଳକାରଖାନା ଭରା ରତ୍ନଗର୍ଭା ଯାଜପୁର ଜିଲ୍ଲା ସୁକିନ୍ଦା। ସୂଚନା ଅନୁଯାୟୀ ସୁକିନ୍ଦାଗଡ଼ର ରମେଶ ନାୟକଙ୍କ ସ୍ତ୍ରୀ ଜିନା ନାୟକ ଗାଧୋଇବା ସମୟରେ କୌଣସି କାରଣରୁ ଗୁରୁତର ହୋଇ ଅଚେତ ହୋଇ ପଡ଼ିଥିଲେ। ସାଙ୍ଗେ ସାଙ୍ଗେ ପରିବାର ଲୋକଙ୍କ ତରଫରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉଚିତ ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ପରିବାର ଲୋକଙ୍କ ଦ୍ୱାରା ଏକ ଟଲି ସାହାଯ୍ୟରେ ଜିନା ନାୟକଙ୍କୁ ସୁକିନ୍ଦା ମେଡିକାଲକୁ ନିଆଯାଇଥିବା ଦେଖିବାକୁ ମିଳିଛି। ଏଠି ପ୍ରଶ୍ନ ଉଠୁଛି, ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ନେଇ ଡିଡିମା ପିଟୁଥିବା ବେଳେ ଆମ୍ବୁଲାନ୍ସ ପରିବର୍ତ୍ତେ ଟଲିରେ ମେଡିକାଲ ରୋଗୀ ବୁହା ହେବା ଘଟଣା ସମସ୍ତଙ୍କୁ ବିଚଳିତ କରୁଛି।